ନମସ୍କାର ବନ୍ଧୁଗଣ। ଆଜିର ପ୍ରଥମ ପ୍ରଶ୍ନ ହେଉଛି, କେଉଁ ଯୁଗରେ ବିଷ୍ଣୁ ରାମଙ୍କ ଅବତାର ଧାରଣ କରିଥିଲେ? ଆନ୍ସର, ତ୍ରେତୟା ଯୁଗରେ ବିଷ୍ଣୁ ରାମଙ୍କ ଅବତାର ଧାରଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ଇନ୍ଦ୍ରଙ୍କ ବାହନ କିଏ? ଆନ୍ସର, ଐରାବତ ହସ୍ତୀ ଇନ୍ଦ୍ରଙ୍କ ବାହନ ଅଟେ। ପରବର୍ତ୍ତୀ ପ୍ରଶ୍ନ, ପୁରାଣରେ ଅସୁରମାନଙ୍କ ଗୁରୁ କିଏ? ଆନ୍ସର, ପୁରାଣରେ ଅସୁରମାନଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ଥିଲେ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେବତାଙ୍କ ରଥ 7ଟି ଘୋଡ଼ା ଦ୍ୱାରା ଟଣାଯାଏ? ଆନ୍ସର, ସୂର୍ଯ୍ୟ ଦେବତାଙ୍କ ରଥ 7ଟି ଘୋଡ଼ା ଦ୍ୱାରା ଟଣାଯାଏ। ପରବର୍ତ୍ତୀ ପ୍ରଶ୍ନ, ସଞ୍ଜୀବନୀ କିଏ ଉଦ୍ଭାବନ କରିଥିଲେ? ଆନ୍ସର, ଶୁକ୍ରାଚାର୍ଯ୍ୟ ସଞ୍ଜୀବନୀ ଉଦ୍ଭାବନ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ପ୍ରହ୍ଲାଦଙ୍କ ପିତାଙ୍କ ନାମ କ'ଣ? ଆନ୍ସର, ପ୍ରହ୍ଲାଦଙ୍କ ପିତାଙ୍କ ନାମ ହେଉଛି ହିରଣ୍ୟକଶ୍ୟପୁ। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀକୃଷ୍ଣ କେଉଁ ଯୁଗରେ ଜନ୍ମଗ୍ରହଣ କରିଥିଲେ? ଆନ୍ସର, ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ଜନ୍ମଗ୍ରହଣ କରିଥିଲେ। ଏହିଭଳି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।